ଏମିତି ସବୁବେଳେ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ଆପଣମାନେ ନିହାତି ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣ ଆପଣଙ୍କ ନିଜ ଜୀବନର ଗ୍ରହ ଏବଂ ନକ୍ଷତ୍ର ବିଷୟରେ ଆପଣ ସବୁବେଳେ ଅପଡେଟ୍ ରହିପାରିବେ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଆଜି ଆମେ ଏହି 2025 ସେପ୍ଟେମ୍ବର ମାସଟି ମକର ରାଶି ବ୍ୟକ୍ତିବିଶେଷଙ୍କ ପାଇଁ କିପରି ରହିବ ସେ ବିଷୟରେ ଆମେ ଟିକେ ଆଲୋଚନା କରିନେବା। ମକର ରାଶି ହେଉଛନ୍ତି ରାଶି ଚକ୍ରର 10ମ ରାଶି। ଏହି ରାଶିର ଅଧିପତି ଗ୍ରହ ହେଉଛନ୍ତି ଶନି ମହାଗ୍ରହ ଏବଂ ମଙ୍ଗଳ ମହାଗ୍ରହ ହେଉଛନ୍ତି ଏହି ରାଶିର ଉଚ୍ଚତମ ଗ୍ରହ। ମଙ୍ଗଳ ମହାଗ୍ରହ ମକର ରାଶି ସକାଶେ ବର୍ତ୍ତମାନ ନବମ ଘରେ ଚଳନ ହେଉଛନ୍ତି। ତେଣୁ ନବମରେ ଚଳନ ହେଉଥିବା ମଙ୍ଗଳ ନିହାତି ଭାବରେ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବେ। ଯେହେତୁ ନବମରେ ମଙ୍ଗଳ ଚଳନ ଅଛନ୍ତି, ମଙ୍ଗଳ ଗ୍ରହ ମକର ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିବେ। କିନ୍ତୁ ଏଥିରେ କିଛି ବେଶୀ ଚିନ୍ତା କରିବାର ନାହିଁ। ନବମରେ ଯେଉଁ ମଙ୍ଗଳ ଗ୍ରହ ଚଳନ ଅଛନ୍ତି, ସିଏ ଏହି ମାସର 13 ତାରିଖ ପରେ ତାଙ୍କର ଚଳନ, ଏହି ମାସର 13 ତାରିଖ ପରେ ମଙ୍ଗଳଙ୍କର ଚଳନ 10ମ ଘରକୁ ହେବ। କିନ୍ତୁ 13 ତାରିଖ ଭିତରେ ମଙ୍ଗଳ ବହୁତ ପ୍ରକାରର ଅନିଷ୍ଟ ଫଳ ଦେବେ। ଆପଣଙ୍କ ପରିବାରରେ ଆପଣଙ୍କର ଝଗଡ଼ା ଲାଗି ରହିବ। ଆପଣ ଯେତେ ଭଲ କାମ କଲେ ବି ଆପଣଙ୍କ ଘରେ ଆପଣଙ୍କୁ କେହି ବି ହେଲେ ଜମାରୁ ଭଲ ପାଇବେ ନାହିଁ। ଆପଣଙ୍କ କଥା ଆପଣଙ୍କ ଘର ଲୋକଙ୍କୁ ଛୁଞ୍ଚି ଫୋଡ଼ିଲା ପରି ଲାଗିବ। ଆପଣ ଯେତେ ଭଲ କାମ କଲେ ବି ଆପଣଙ୍କର ଭଲ କାମକୁ କେହି ବି ଘର ପରିବାରରେ ପ୍ରଶଂସା କରିବେ ନାହିଁ। ପରିବାରରେ ଆପଣଙ୍କର ପ୍ରାୟତଃ ଝଗଡ଼ା ଲାଗି ରହିବ। ଏହି ସମୟରେ ବାହାର ଶତ୍ରୁମାନେ ଆପଣଙ୍କର ତୀବ୍ର ହୋଇ ଉଠିବେ। ଶତ୍ରୁମାନଙ୍କର ସାହସ ନିଶ୍ଚିନ୍ତ ଭାବରେ ବଢ଼ିବ। ଆପଣଙ୍କୁ ସିଏ କୌଣସି ନା କୌଣସି କାର୍ଯ୍ୟରେ ନିଶ୍ଚିନ୍ତ ଭାବରେ ବାଧା ପ୍ରାପ୍ତ କରାଇବେ। ଆପଣ ଅସଫଳ ହୋଇଯିବେ। ଆପଣଙ୍କର ଚିଡ଼ଚିଡ଼ା ସ୍ୱଭାବ ବୃଦ୍ଧି ପାଇବ। ଏହି ସମୟରେ ଆପଣ ଆପଣଙ୍କର ପିତାଙ୍କର ପରାମର୍ଶ ନେଇ କାମ କଲେ ସେହି କାମ ସଫଳ ହୋଇପାରିବ। ଯଦି ଆପଣଙ୍କର ପିତା ଆପଣଙ୍କୁ କୌଣସି ପ୍ରକାରର କାମ ଯଦି 13 ତାରିଖ ପୂର୍ବରୁ କହୁଛନ୍ତି, ଆପଣ ସେ କାମକୁ କୌଣସି ପ୍ରକାରର ଆଲୋଚନା କରି ଆପଣ ସେ କାମଟିକୁ କରିନିଅନ୍ତୁ। କାରଣ ନବମ ସ୍ଥାନ ହେଉଛି ପିତାଙ୍କର ସ୍ଥାନ। ତେଣୁକରି ପିତା ଯାହା କହିବେ ଆପଣ ସେଇ କାମକୁ ଯଦି କରିନେବେ, ତାହେଲେ ଆପଣଙ୍କୁ ଶୁଭ ଫଳ ମିଳିବ। 13 ତାରିଖ ପୂର୍ବରୁ ଆପଣଙ୍କର ପ୍ରାୟତଃ ଝଗଡ଼ା ଲାଗି ରହିବ। 13 ତାରିଖ ପରେ ମଙ୍ଗଳ 10ମ ସ୍ଥାନକୁ ଯେତେବେଳେ ଗୋଚର କରିବେ, ଆସ୍ତେ ଆସ୍ତେ ଆପଣଙ୍କର ସମ୍ପର୍କରେ ସୁଧାର ଆସିବ। ଶତ୍ରୁମାନେ ମଧ୍ୟ ଶାନ୍ତ ହେବାକୁ ଲାଗିବେ। ଧୀରେ ଧୀରେ ପରିସ୍ଥିତି ଆପଣଙ୍କର ସମ୍ଭାଳିବା ପରିସ୍ଥିତିକୁ ଚାଲି ଆସିବ। ଘରେ ମଧ୍ୟ ଯେଉଁ ଝଗଡ଼ା ଜାଟି ଲାଗି ରହିଥିବ, ସେଥିରେ ମଧ୍ୟ ଅବସାନ ଘଟିବ। କାରଣ 10ମ ମଙ୍ଗଳ ହେଉଛନ୍ତି ଶୁଭଦାୟକ। ପୁଣି ଆପଣଙ୍କର ପୂର୍ବପରି ସମ୍ପର୍କ ଯୋଡ଼ି ହୋଇଯିବ। ଯଦି ଆପଣଙ୍କର ସ୍ୱାମୀ ସ୍ତ୍ରୀ ଭିତରେ କିଛି ମନ ମତାନ୍ତର ହୋଇଥାଏ, ତାହେଲେ ତାହା ମଧ୍ୟ ବହୁତ ଶୀଘ୍ର ସମାଧାନ ହୋଇଯିବ। ଚାଲନ୍ତୁ ଏବେ ଆମେ ଏହି ମାସରେ ଟିକେ ବ୍ୟବସାୟ ଉପରେ ନଜର ପକାଇବା। ବର୍ତ୍ତମାନ ମକର ରାଶି ବ୍ୟକ୍ତିବିଶେଷଙ୍କର ଦ୍ୱିତୀୟ ଘରେ ରାହୁ ଗୋଚର କରୁଛନ୍ତି। ତେଣୁକରି ଦ୍ୱିତୀୟ ଘରେ ରାହୁ ଗୋଚର କରୁଥିବାରୁ ବ୍ୟବସାୟୀମାନଙ୍କ ପାଇଁ 13 ତାରିଖ ପୂର୍ବରୁ ଆଦୌ ଭଲ ଫଳ ମିଳିବ ନାହିଁ। ବେପାରରେ ଆପଣଙ୍କର ମୂଳଧନ ଗୋରୁ ବୁଡ଼ିଯିବ। ବେପାରରେ ଆପଣଙ୍କର କୌଣସି ପ୍ରକାରର ଲାଭ ହେବ ନାହିଁ। ଗ୍ରାହକମାନଙ୍କର ବୁଦ୍ଧି ଜମାରୁ ଘଟିବ ନାହିଁ। ଆସ୍ତେ ଆସ୍ତେ ଆପଣଙ୍କର ଗ୍ରାହକ ଲୋପ ପାଇବାକୁ ଲାଗିବେ। ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାରର ଲାଭ ହେବ ନାହିଁ। ଆପଣଙ୍କର ବ୍ୟବସାୟକୁ ଆପଣଙ୍କୁ ବଞ୍ଚାଇବା ପାଇଁ ଏହି ମାସରେ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଏହି ମାସରେ ଆପଣଙ୍କର ଅତ୍ୟଧିକ ଧନ ହାନି ହେବାର ସମ୍ଭାବନା ଅଛି। ଆପଣ ଏହି ମାସରେ ଧାର କରଜରେ ଆପଣ ବୁଡ଼ି ରହିବେ। ଯେତେ ଚେଷ୍ଟା କଲେ ମଧ୍ୟ ଆପଣ କରଜ ମୁକ୍ତ ଆଦୌ ହୋଇପାରିବେ ନାହିଁ।
କିନ୍ତୁ 13 ତାରିଖ ପରେ ରବି ଏବଂ ବୁଧ ମିଶି ବୁଧାଦିତ୍ୟ ଯୋଗ ସୃଷ୍ଟି କରିବେ। ଫଳରେ ଆପଣଙ୍କର ଆବଶ୍ୟକତା ଠାରୁ ମଧ୍ୟ ଅଧିକ ଲାଭ ହେବ। ଏହି ମାସର 13 ତାରିଖ ପରେ ଆପଣଙ୍କର ଅଚାନକ ଧନ ବୃଦ୍ଧି ହେବ। ଗ୍ରାହକ ମାନଙ୍କର ମଧ୍ୟ ବୃଦ୍ଧି ଘଟିବ। ଚାଲନ୍ତୁ ଏବେ ଆମେ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ପକାଇବା। ଅଷ୍ଟମରେ କେତୁ ଏବଂ ଶୁକ୍ର ଏକତ୍ର ଗୋଚର କରୁଛନ୍ତି। ଫଳରେ ବି କେୟାରଫୁଲ ହୋଇ ଆପଣ ରହିବେ। ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଏ ମାସ ଯାକ କୌଣସି ପ୍ରକାରର ବି ଶୁଭ ଫଳ ନାହିଁ। ଆପଣଙ୍କୁ ଏ ମାସ ଯାକ ହନ୍ତସନ୍ତ ହୋଇ କାଟିବାକୁ ପଡ଼ିବ। କାରଣ କେତୁ ଏବଂ ଶୁକ୍ର ମିଶି ଆପଣଙ୍କର ଶରୀରରେ ଦୁର୍ବଳତା କରାଇବେ। ଆପଣଙ୍କର ଏହି ମାସରେ ପ୍ରାୟତଃ ମୁଣ୍ଡବିନ୍ଧା ଲାଗି ରହିବ। ଆପଣଙ୍କର ମୂତ୍ରଜନିତ ଇନଫେକ୍ସନ ହୋଇପାରେ। ଏହି ମାସରେ ଆପଣଙ୍କର ହରମୋନ ଇନବାଲାନ୍ସ ଭଳି ରୋଗ ମଧ୍ୟ ଦେଖାଦେବ। ଆଣ୍ଠୁ ଗଣ୍ଠିରେ ପୀଡ଼ା ଲାଗି ରହିବ। ପେଟ ଜନିତ ରୋଗ ଆପଣଙ୍କର ଏହି ମାସରେ ପ୍ରାୟତଃ ଲାଗି ରହିବ। ଆପଣଙ୍କର ଚର୍ମରେ ଇନଫେକ୍ସନ ପ୍ରାୟତଃ ସମୟ ଦେଖାଦେବ। କେତୁଙ୍କୁ କାଳପୁରୁଷ ସହିତ ସମାନ କରାଯାଇଛି। ତେଣୁ ଏହି କାଳପୁରୁଷ ଲିଙ୍ଗ ଜନିତ ରୋଗ ଆପଣଙ୍କର କରାଇବେ। ଏହି ମାସଟି ପ୍ରାୟତଃ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ଆଦୌ ଭଲ ରହିବ ନାହିଁ। ଯଦି ଆପଣଙ୍କର ବିଶେଷ କିଛି ଅସୁବିଧା ହେଉଛି ତାହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଶ୍ଚିନ୍ତ ଭାବରେ ନିଅନ୍ତୁ। ବର୍ତ୍ତମାନ ମକର ରାଶିରେ ତୃତୀୟରେ ଶନି ମହାରାଜ ଭ୍ରମଣ କରୁଛନ୍ତି। ତେଣୁକରି ତୃତୀୟ ଶନି ଆପଣଙ୍କ ପାଇଁ ଅତ୍ୟଧିକ ଶୁଭ ଫଳ ଦେବେ। ଯେଉଁମାନଙ୍କର କୌଣସି ପ୍ରକାର ଯଦି ବିବାହ କାର୍ଯ୍ୟରେ ବାଧା ଘଟିଥିଲା ତାହେଲେ ତାହା ଏହି ମାସରେ ଆପେ ଆପେ ସମାଧାନ ହୋଇଯିବ। ଯେଉଁମାନଙ୍କର ବିବାହ ହେଇପାରୁନି, ସେମାନେ ବହୁତ ଦିନ ଧରି ଚିନ୍ତାରେ ଅଛନ୍ତି, ସେମାନଙ୍କର ମଧ୍ୟ ଏହି ମାସରେ କେଉଁଆଡ଼ୁ ନା କେଉଁଆଡ଼ୁ ପ୍ରସ୍ତାବ ନିଶ୍ଚିନ୍ତ ଭାବରେ ଝୁଟିବ। ଆଉ ଯେଉଁମାନଙ୍କର ସନ୍ତାନ ସନ୍ତତି ହେଉନାହିଁ, ସେମାନେ ବହୁତ ଚିନ୍ତାରେ ଥିଲେ, ସେମାନଙ୍କର ତୃତୀୟ ଶନିଙ୍କ ଫଳରେ ସେମାନଙ୍କୁ ଶୁଭ ଫଳ ମିଳିବ। ଯେଉଁମାନେ ସନ୍ତାନ ସନ୍ତତି କରିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହି ମାସରେ ପ୍ଲାନ୍ କରିପାରିବେ। କାରଣ ଏହି ମାସଟି ସେମାନଙ୍କ ପାଇଁ ଶୁଭ ଫଳ ଦେବ। ଏହି ମାସରେ ଯେଉଁମାନେ ସନ୍ତାନ ସନ୍ତତି ପାଇଁ ପ୍ଲାନ୍ କରୁଛନ୍ତି, ଏହି ମାସରେ ଟିକେ ବୁଧଙ୍କର ପୂଜା କରିଲେ ସେମାନଙ୍କୁ ଅତ୍ୟଧିକ ଫଳ ମିଳିବ। ବୁଧ ପୂଜା ପାଇଁ ଆପଣ ଶନିବାର ଏବଂ ସୋମବାରରେ ଶିବ ମନ୍ଦିର ଯାଇ ନବଗ୍ରହଙ୍କ ମୂର୍ତ୍ତି ଉପରେ ଜଳ ଚଢ଼ାନ୍ତୁ। ଆପଣ ଶିବଙ୍କ ମନ୍ଦିରରେ ଯାଇ ନବଗ୍ରହ ଅଛନ୍ତି ତାଙ୍କ ଉପରେ ଟିକେ ଜଳ ଚଢ଼ାନ୍ତୁ। ଫଳରେ ଆପଣଙ୍କର ନବଗ୍ରହ ଶାନ୍ତି ହୋଇଯିବେ। ନବଗ୍ରହ ଯେତେବେଳେ ଆପଣଙ୍କ କର୍ମଫଳ ଆପଣଙ୍କୁ ଦେବା ପାଇଁ ଆସନ୍ତି, ସେତେବେଳେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଭୋଗିବାକୁ ପଡ଼ିଥାଏ। ନବଗ୍ରହର ଯଦି ଅଶୁଭ ଫଳକୁ ଆପଣ କିଛି ପରିମାଣରେ କମେଇବାକୁ ଚାହୁଁଛନ୍ତି, ତାହେଲେ ଆଉ ଗୋଟିଏ ଗ୍ରହ ହେଉଛନ୍ତି ଅନୁଗ୍ରହ। ସେ ଅନୁଗ୍ରହଟିକୁ ଯଦି ଆପଣ ପାଇବାକୁ ଚାହୁଁଛନ୍ତି, ତାହେଲେ ଆପଣ ପ୍ରାୟତଃ ମାସ ଭିତରେ ଭଗବାନଙ୍କର ନାମ ସଂକୀର୍ତ୍ତନ ହେଉ କିମ୍ବା ହନୁମାନ ଚାଳିଶା ପାଠ କଲେ ଆପଣଙ୍କୁ ଅନୁଗ୍ରହ ପ୍ରାପ୍ତ ହୋଇଥାଏ। ଫଳରେ ଆପଣଙ୍କର ନବଗ୍ରହ ଆପଣଙ୍କୁ ଯେଉଁ ଅଶୁଭ ଫଳ ପ୍ରଦାନ କରନ୍ତି, ତାହା ମଧ୍ୟରୁ 70% ପ୍ରାୟ କମିଯାଇଥାଏ। ଆପଣଙ୍କୁ ହଇରାଣ ହରକତ କରିପାରିବ ନାହିଁ। ଚାଲନ୍ତୁ ଆମେ ଏବେ ଟିକେ ବିଦ୍ୟା କ୍ଷେତ୍ର ଉପରେ ନଜର ପକାଇବା। ଏହି ମାସରେ ଗ୍ରହମାନଙ୍କର ସ୍ଥିତି ଯାହା ଅଛି, ବିଦ୍ୟା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଶ୍ଚିନ୍ତ ଭାବରେ ଉନ୍ନତି ଘଟିବ। ଯେଉଁମାନେ ପରୀକ୍ଷା କିମ୍ବା କୌଣସି ଜାଗାରେ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି, ସେମାନେ ନିଶ୍ଚିନ୍ତ ଭାବରେ ସଫଳ ହେବେ। ଯଦି ଆପଣ କେଉଁଠାରେ କିଛି ପରୀକ୍ଷା ଦେଉଛନ୍ତି, ତାହେଲେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସଫଳତା ମିଳିବ। ଯଦି ଆପଣ କେଉଁଠାରେ ଆଡ଼ମିସନ୍ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ନିଶ୍ଚିନ୍ତ ଭାବରେ ଏହି ମାସରେ ଆଡ଼ମିସନ୍ କରିନିଅନ୍ତୁ। କାରଣ ଏହି ମାସଟି ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଶୁଭ ଫଳ ଦେବ। ଏହା ଥିଲା ମକର ରାଶି ପାଇଁ ସେପ୍ଟେମ୍ବର ମାସର ଫଳାଫଳ। ଯଦି ଆପଣ ଅକ୍ଟୋବର ମାସର ରାଶିଫଳ ଏହି ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆପଣ ନିଶ୍ଚିତ ଭାବରେ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ଏତିକି କହି ମୁଁ ବିଦାୟ ନେଉଛି।